ଆଜି ପୁରା ଯାତ୍ରା ଜଗତ ସ୍ତବ୍ଧ ହୋଇଯାଇଛି। ଶୋକର ଛାୟା ଚାରିଆଡେ ଖେଳିଯାଇଛି। ସବୁ ଫ୍ୟାନ୍ସ ଆଜି ଝୁରୁଛନ୍ତି ଗୁରୁପୃଷ୍ଟିଙ୍କୁ। ଗତକାଲି ଏକ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁପୃଷ୍ଟିଙ୍କର ମୃତ୍ୟୁ ହୋଇଛି। ଭଦ୍ରକ 16 ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର କେନାଲ ଛକଠାରେ ସଡ଼କ ଦୁର୍ଘଟଣାରେ ଗୁରୁପୃଷ୍ଟିଙ୍କର ପ୍ରାଣହାନି ଘଟିଛି। ଧାମନଗର ବ୍ଲକ ଷେଣ୍ଢପୁରରେ ସକଳ ତୀର୍ଥ ତୋଚରରେ ନାଟକ ଅଭିନୟ କରିଥାନ୍ତି ଗୁରୁପୃଷ୍ଟି। ଯାତ୍ରା ଇନ୍ଦ୍ର ଭୁବନରେ କାର୍ଯ୍ୟ କରୁଥିଲେ ଗୁରୁପୃଷ୍ଟି। ଯାତ୍ରା ସ୍ଥଳକୁ ଯିବା ସମୟରେ ତାଙ୍କର ଦୁର୍ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରୁ ଗୁରୁପୃଷ୍ଟିଙ୍କର ମୃତଦେହକୁ ଉଦ୍ଧାର କରି ମେଡିକାଲ ଆଣିଛି। କିନ୍ତୁ କେମିତି ଏ ଦୁର୍ଘଟଣା ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ଗୃହରେ ମୃତଦେହ ଥିବାବେଳେ ଯାତ୍ରା ଇନ୍ଦ୍ରଭୁବନ ପାର୍ଟିର ମ୍ୟାନେଜର ଅଭିନେତାମାନେ ଆସି ଭଦ୍ରକ ମେଡିକାଲରେ ପହଞ୍ଚିଛନ୍ତି। ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି। ବ୍ୟୁରୋ ରିପୋର୍ଟ, जनता टीवी।